ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 9 ୟୁନିଟ୍ 1 ଘରୋଇକରଣ କ'ଣ ଦେଖିବା ଆଜି। ଘରୋଇକରଣ ଘନିଷ୍ଠ ଭାବେ ଜଗତୀକରଣ ସହ ସମ୍ପୃକ୍ତ ଅଟେ। ଉଦାରୀକରଣ ପ୍ରକ୍ରିୟା ଦ୍ୱାରା ଏହି ସମ୍ପର୍କ ଦାୟୀ। ସରକାରୀ କ୍ଷେତ୍ରରୁ ଘରୋଇ କ୍ଷେତ୍ରକୁ ମାଲିକାନା ସତ୍ତ୍ୱ ସମ୍ପତ୍ତି ବା ବ୍ୟବସାୟର ପରିବର୍ତ୍ତନ ଘରୋଇକରଣ କୁହାଯାଏ। ଏହି କ୍ଷେତ୍ରରେ ସରକାରଙ୍କର ମାଲିକାନା ରୁହେ ନାହିଁ। କୌଣସି ଉଦ୍ୟୋଗର ପରିଚାଳନା ଦାୟିତ୍ୱ ବେସରକାରୀ ଉଦ୍ୟୋଗ ଦ୍ୱାରା ସଂଗଠିତ ହେବାକୁ ଘରୋଇକରଣ କୁହାଯାଏ। ତେଣୁ ସଂକ୍ଷେପରେ କହିବାକୁ ଗଲେ ବ୍ୟବସାୟ ଓ ସେବା କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଅଂଶଗ୍ରହଣ ଏବଂ ସରକାରୀ କ୍ଷେତ୍ରରୁ ଘରୋଇ କ୍ଷେତ୍ରକୁ ମାଲିକାନା ସ୍ୱତ୍ୱର ହସ୍ତାନ୍ତର ଘରୋଇକରଣକୁ ବୁଝାଇଥାଏ। ଏହାର ଲକ୍ଷଣ ସରକାରର ଅତିରିକ୍ତ ବୋଝର ହ୍ରାସ, ଅମଲାତନ୍ତ୍ର ପ୍ରଭୃତିକୁ ନିୟନ୍ତ୍ରଣ କରିବା, ସରକାରୀ ଉଦ୍ୟୋଗର ମାଲିକାନାକୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରିବା। ଏଇଟା ଲଙ୍ଗ କ୍ୱେଶ୍ଚିନ୍ ଆସିବନି, କେବଳ ସର୍ଟ କ୍ୱେଶ୍ଚିନ୍ 3 ମାର୍କିଆ କିମ୍ବା 2 ମାର୍କିଆରେ ପଡ଼ିପାରେ, କିନ୍ତୁ ଲଙ୍ଗ କ୍ୱେଶ୍ଚିନ୍ ଏଇଟା ଆସିବ ନାହିଁ।